ବୃହସ୍ପତି ମହାଗ୍ରହ ବର୍ତ୍ତମାନ ଶୁକ୍ରଙ୍କର ରାଶି ବୃଷ ରାଶିରେ ଅବସ୍ଥାନ କରିଛନ୍ତି। ଚଳିତ 2025 ମସିହା ମେ ମାସ 14 ତାରିଖ ବୁଧବାର ଦିନ ବୃହସ୍ପତି ମହାଗ୍ରହ ଗୋଚରରେ ମିଥୁନ ରାଶିରେ ପ୍ରବେଶ କରିବେ। ଜୟ ଜଗନ୍ନାଥ, ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜାଣିବା ବୃହସ୍ପତି ମହାଗ୍ରହ ସିଂହ ରାଶିରେ ଗୋଚର କରିବା ସମୟରେ ସିଂହ ରାଶି ଜାତ ବ୍ୟକ୍ତି ବିଶେଷଙ୍କୁ କ'ଣ ସବୁ ଜ୍ୟୋତିଷୀୟ ଫଳ ଦେବାରେ ବିଶେଷ ସମ୍ଭାବନା ରହୁଅଛି। ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ଦେବଗୁରୁ ବୃହସ୍ପତି ଦ୍ୱାଦଶ ରାଶିଚକ୍ରକୁ ଏକଥର ପରିଭ୍ରମଣ କରିବା ପାଇଁ ପ୍ରାୟ 12 ବର୍ଷ ସମୟ ନେଉଥିବା ବେଳେ ଗୋଟିଏ ରାଶିରେ ପ୍ରାୟ 13 ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି। ଜାତକର ଚନ୍ଦ୍ର ଥିବା ରାଶିର ଦ୍ୱିତୀୟ, ପଞ୍ଚମ, ସପ୍ତମ, ନବମ ଓ ଏକାଦଶ ସ୍ଥାନରେ ବୃହସ୍ପତି ମହାଗ୍ରହଙ୍କ ଅବସ୍ଥାନକୁ ବିଶେଷ ଶୁଭ ଅବସ୍ଥାନ ବୋଲି ଜ୍ୟୋତିଷ ଶାସ୍ତ୍ର ବର୍ଣ୍ଣନା କରିଥାଏ। ଏଥିପାଇଁ ବହୁଳ ପ୍ରଚଳିତ ଏକ ଜ୍ୟୋତିଷୀୟ ଆପ୍ତବାକ୍ୟ ଜୀବେ ଦ୍ୱିତୀୟ ଧନଧାନ୍ୟ ଲାଭ ସୂତାର୍ଥ ଲାଭ ନବପଞ୍ଚକେଷୁ ଜାମିତ୍ର ସଂସ୍ତେ ବିପୁଳାଞ୍ଚ ଲକ୍ଷ୍ମୀ ସର୍ବେ ଏକାଦଶେ ଫଳଦା ଶୁଭ ଭବନ୍ତୁ। ଏହାର ସରଳ ଅର୍ଥ ହେଲା, ଜୀବ ମାନେ ବୃହସ୍ପତି ଜାତକର ଚନ୍ଦ୍ର ଥିବା ରାଶିର ଦ୍ୱିତୀୟ ସ୍ଥାନରେ ଅବସ୍ଥାନ କଲେ ବ୍ୟକ୍ତିକୁ ଧନ ଓ ଧାନ୍ୟରେ ସମ୍ପନ୍ନ କରିଥାନ୍ତି। ନବମ ଓ ପଞ୍ଚମ ସ୍ଥାନରେ ଅବସ୍ଥାନ କଲେ ପୁତ୍ର ଓ ଅର୍ଥ ପ୍ରଦାନ କରିଥାନ୍ତି। ଜାମିତ୍ର ମାନେ ଚନ୍ଦ୍ର ଥିବା ରାଶିର ସପ୍ତମ ସ୍ଥାନରେ ବୃହସ୍ପତି ଅବସ୍ଥାନ କଲେ ବ୍ୟକ୍ତିକୁ ବିପୁଳ ଲକ୍ଷ୍ମୀ ଅର୍ଥାତ୍ ବିପୁଳ ଧନ ପ୍ରଦାନ କରିଥାନ୍ତି। ସେହିପରି ଚନ୍ଦ୍ର ଥିବା ରାଶିର ଏକାଦଶ ସ୍ଥାନରେ ବୃହସ୍ପତି ମହାଗ୍ରହ ଅବସ୍ଥାନ କଲେ ଜାତକକୁ ସମସ୍ତ ପ୍ରକାର ଶୁଭ ଫଳ ପ୍ରଦାନ କରିଥାନ୍ତି। ତେଣୁ ମେ ମାସ 14 ତାରିଖରେ ବୃହସ୍ପତି ମହାଗ୍ରହ ବୃଷ ରାଶିରୁ ବାହାରି ମିଥୁନ ରାଶିରେ ପ୍ରବେଶ କଲେ ସିଂହ ରାଶି ପାଇଁ ଏକାଦଶ ବୃହସ୍ପତି ହେବେ। ସିଂହ ରାଶିର ଏକାଦଶ ବୃହସ୍ପତି ଆସନ୍ତା 13 ମାସ ପର୍ଯ୍ୟନ୍ତ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କୁ ସମସ୍ତ କ୍ଷେତ୍ରରେ ସମସ୍ତ ପ୍ରକାର ଶୁଭ ଫଳ ଦେବାର ପ୍ରବଳ ସମ୍ଭାବନା ରହିଅଛି। ସିଂହ ରାଶି ପାଇଁ ବୃହସ୍ପତି ପଞ୍ଚମ ଧନୁରାଶି ଓ ଅଷ୍ଟମ ମୀନ ରାଶିର ଅଧିପତି ହୋଇଥାନ୍ତି। ସିଂହ ରାଶିର ଏକାଦଶ ସ୍ଥାନ ମିଥୁନ ରାଶିରେ ବୃହସ୍ପତି ମହାଗ୍ରହ ଦୀର୍ଘ 13 ମାସ ପର୍ଯ୍ୟନ୍ତ ଅବସ୍ଥାନ କଲେ ତାଙ୍କର ପଞ୍ଚମ ଦୃଷ୍ଟିରେ ସିଂହ ରାଶିର ତୃତୀୟ ଭାବ ତୁଳା ରାଶିକୁ, ସପ୍ତମ ଦୃଷ୍ଟିରେ ନିଜ ରାଶି ଧନୁରାଶିକୁ ଏବଂ ନବମ ଦୃଷ୍ଟିରେ ସିଂହ ରାଶିର ସପ୍ତମ ଭାବ କୁମ୍ଭ ରାଶିକୁ ପୂର୍ଣ୍ଣ ଦୃଷ୍ଟି ପ୍ରଦାନ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତିଙ୍କ ପରି ତାଙ୍କର ଦୃଷ୍ଟି ମଧ୍ୟ ଅତୀବ ଶୁଭ ଦୃଷ୍ଟି। ରାଶିଚକ୍ରର ଯେଉଁ ସ୍ଥାନ ଉପରେ ବୃହସ୍ପତିଙ୍କର ଦୃଷ୍ଟି ପଡ଼ିଥାଏ ସେହି ସ୍ଥାନର ବିଶେଷ ବୃଦ୍ଧି ଘଟିଥାଏ। ଦେଖିବା ବୃହସ୍ପତିଙ୍କର ଅବସ୍ଥିତି ଓ ଦୃଷ୍ଟି ସିଂହ ରାଶି ପାଇଁ କେତେ ଶୁଭ ଫଳ ପ୍ରଦାନ କରିବାର ସମ୍ଭାବନା ରହିଅଛି। ସିଂହ ରାଶିର ଏକାଦଶ ସ୍ଥାନରେ ବୃହସ୍ପତି ଅବସ୍ଥାନ କଲେ ଏହି ସମୟରେ ସିଂହ ରାଶି ଜାତ ବ୍ୟକ୍ତି ଆକସ୍ମିକ ଧନଲାଭ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଚାକିରି କରୁଥିବା ବ୍ୟକ୍ତି ବିଶେଷ ଚାକିରି କ୍ଷେତ୍ରରେ ଉନ୍ନତି ପ୍ରଦର୍ଶନ କରିବେ। ପ୍ରମୋଶନର ସମ୍ଭାବନା ରହିଅଛି। ପୁଣି ଏହି ସମୟରେ ସିଂହ ରାଶି ବ୍ୟକ୍ତିଙ୍କର ସମସ୍ତ ଇଚ୍ଛା ପୂରଣ ହେଲା ଭଳି ସମ୍ଭାବନା ଦେଖାଯାଉଅଛି। ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ସିଂହ ରାଶିର ତୃତୀୟ ଭାବ ପ୍ରତି ରହୁଥିବାରୁ ସିଂହ ରାଶି ବ୍ୟକ୍ତି ପରାକ୍ରମୀ ହେବେ।
ଭାଇ ଭଉଣୀଙ୍କ ସହିତ ସମ୍ପର୍କ ମଧୁର ଓ ତିକ୍ତ, ଏହିପରି ଦୁଇ ପ୍ରକାର ସମ୍ପର୍କ ରହିବ। ଘରେ ବା ଅଫିସରେ କାମ କରୁଥିବା ସହାୟକ ବା ଅଧସ୍ତନ କର୍ମଚାରୀ ଆଜ୍ଞାଧୀନ ରହିବେ। ବୃହସ୍ପତିଙ୍କର ସପ୍ତମ ଦୃଷ୍ଟି ସିଂହ ରାଶିର ପଞ୍ଚମ ଭାବ ବୃହସ୍ପତିଙ୍କ ନିଜ ରାଶି ଧନୁ ରାଶି ଉପରେ ରହୁଥିବାରୁ ଛାତ୍ରଛାତ୍ରୀମାନେ ଅଧ୍ୟୟନଶୀଳ ହେବେ। ଦେଇଥିବା ପରୀକ୍ଷାରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହେବେ। ପ୍ରେମ ଓ ପରିଣୟ ପାଇଁ ଅନୁକୂଳ ସମୟ। ଲଭ୍ ଲାଇଫ୍ରେ ଥିବା ପ୍ରେମୀ ଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ମନ ବଳାଇ ପାରନ୍ତି। ଅବିବାହିତ ରହିଯାଇଥିବା ପୁଅ ଝିଅମାନଙ୍କ ପାଇଁ ବିବାହ ନିଶ୍ଚିତ ରୂପରେ ହେଇଯିବ। ଏହି ସମୟରେ ପ୍ରଚୁର ଅର୍ଥ ଲାଭ ହେବାର ମଧ୍ୟ ସମ୍ଭାବନା ରହିଛି। ପୁଞ୍ଜି ବଜାର ବା ଆର୍ଥିକ ସେକ୍ଟରରେ ଅର୍ଥ ନିବେଶ କରିଥିଲେ ଭଲ ଧରଣର ରିଟର୍ଣ୍ଣ ମିଳିବ। ଅର୍ଥ ନିବେଶ ପାଇଁ ମଧ୍ୟ ଭଲ ସମୟ। ସମ୍ମାନିତ ହେବାର ଯୋଗ ରହିଛି। ସମାଜରେ ପ୍ରତିଆରା ବୃଦ୍ଧି ହେବ। ସନ୍ତାନ ସମ୍ଭବା ନାରୀ ପୁତ୍ର ସନ୍ତାନ ଜନ୍ମ ଦେବାର ବହୁତ ସମ୍ଭାବନା। ବୃହସ୍ପତିଙ୍କର ନବମ ଦୃଷ୍ଟି ସିଂହ ରାଶିର ସପ୍ତମ ଭାବ କୁମ୍ଭ ରାଶି ଉପରେ ରହୁଥିବାରୁ ସିଂହ ରାଶି ବ୍ୟକ୍ତି ବାଣିଜ୍ୟ ପ୍ରିୟ ହେବେ। ବାଣିଜ୍ୟ ବ୍ୟବସାୟ କରୁଥିଲେ ଲାଭର ପ୍ରବଳ ସମ୍ଭାବନା। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ମିତ୍ରମାନେ ସହଯୋଗର ହାତ ବଢ଼ାଇବେ। ଦାମ୍ପତ୍ୟ ଜୀବନ ସୁଖକର ରହିବ। ଭ୍ରମଣ ଯୋଗ ତଥା ତୀର୍ଥାଟନ ଓ ଦେବଦର୍ଶନର ସୁଯୋଗ ଆସିବ। କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ ଯିବ ନାହିଁ। ଶରୀରରେ ମେଦବହୁଳତା ଦେଖାଯିବ। ପେଟ ଯନ୍ତ୍ରଣା ଓ ପେଟ ବଢ଼ିଯିବାର ସମ୍ଭାବନା ରହିଅଛି। ମୁଣ୍ଡରୁ ଚୁଟି ମଧ୍ୟ ଉପୁଡ଼ି ଚନ୍ଦା ହେଲା ଭଳି ସମସ୍ୟା ଦେଖାଦେଇପାରେ। ଏ ତ ଗଲା ମୋଟାମୋଟି ଭାବରେ ସିଂହ ରାଶିର 13 ମାସ ପାଇଁ ବୃହସ୍ପତିଙ୍କ ଚଳନର ଫଳାଫଳ। ତେଣୁ ବୃହସ୍ପତି ଚଳନରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ସିଂହ ରାଶି ବ୍ୟକ୍ତି ପ୍ରତ୍ୟହ ପ୍ରାତଃସ୍ନାନ ପରେ ଭଗବାନ ସୂର୍ଯ୍ୟନାରାୟଣଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ବ୍ରାହ୍ମଣଙ୍କୁ ଭୋଜନ ପ୍ରଦାନ କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ଅଶୁଭତ୍ୱ ଦୂର ହୋଇ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।